ଭାଗ୍ୟଶାଳୀ ପୁରୁଷଙ୍କର 4 ଲକ୍ଷଣ। ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ଗୁଡ଼ିକ କ'ଣ କ'ଣ। ବନ୍ଧୁଗଣ, ଆମର ହିନ୍ଦୁ ଧର୍ମରେ ଯେଉଁଭଳି ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ, ଠିକ୍ ସେହିପରି ପୁରୁଷଙ୍କୁ ପାଳନକର୍ତ୍ତା ଭଗବାନ ଶ୍ରୀହରିଙ୍କର ସ୍ୱରୂପ କୁହାଯାଇଥାଏ। ଏମିତିରେ ମାତା ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ବିନା ଅସମ୍ପୂର୍ଣ୍ଣ ଅଟନ୍ତି। ନାରୀକୁ ଗୋଟିଏ ପଟେ ଅନ୍ନପୂର୍ଣ୍ଣା କୁହାଯାଏ, ପୁରୁଷଙ୍କୁ ସେହି ଅନ୍ନ ପ୍ରାପ୍ତିର ସ୍ରୋତ ବୋଲି କୁହାଯାଏ। ନାରୀ ଘର ସଂସାର ବସାଇଥାଏ ତ ପୁରୁଷ ସେହି ଘରର ଭରଣ ପୋଷଣ କରିଥାଏ। ଏମିତିରେ ସମୁଦ୍ର ଶାସ୍ତ୍ରରେ କେବଳ ସ୍ତ୍ରୀମାନଙ୍କର ନୁହେଁ, ପୁରୁଷମାନଙ୍କର ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସୂଚାଇଥାଏ ସେହି ପୁରୁଷମାନେ ଭାଗ୍ୟଶାଳୀ ଅଟନ୍ତି। ଯାହାଦ୍ୱାରା ଆମେ ଜାଣିପାରିବା ଏମିତି କେଉଁ ପୁରୁଷ ଅଛନ୍ତି ଯାହାର ଭାଗ୍ୟ ସର୍ବଦା ଉଜ୍ଜ୍ୱଳ ରହିଥାଏ ଏବଂ ସେମାନେ ସର୍ବଦା ଜୀବନରେ ସଫଳ ପ୍ରାପ୍ତ କରିଥାନ୍ତି। ଏମିତିକି ଭବିଷ୍ୟ ପୁରାଣରେ ସ୍ୱୟଂ ଭଗବାନ ବ୍ରହ୍ମା ଏମାନଙ୍କର ଉଲ୍ଲେଖ କରି କହିଛନ୍ତି, ପୁରୁଷଙ୍କର ଗଢ଼ଣ ଏବଂ ଆଚରଣରୁ ଅନୁମାନ କରାଯାଇପାରିବ ସର୍ବଶେଷରେ ତାଙ୍କର ଭାଗ୍ୟ ତାଙ୍କର କେତେ ସାଥ ଦେବ। ଚାଲନ୍ତୁ ଜାଣିବା ପୁରୁଷମାନଙ୍କର ସେହି ସବୁ ଲକ୍ଷଣ ବିଷୟରେ, ଯାହାଦ୍ୱାରା ଏହା ଜଣାପଡ଼ିଥାଏ ସେମାନେ ଭାଗ୍ୟଶାଳୀ ନା ନୁହେଁ। ଏହା ଜାଣିବା ପୂର୍ବରୁ ଯଦି ଆପଣମାନେ ଏତେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଡେରି ନକରି ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣ ଏପରି ଆଧ୍ୟାତ୍ମିକ ଭିଡ଼ିଓ ଦେଖିପାରିବେ। ତା ସହିତ ଗୋଟିଏ ଛୋଟିଆ ଲାଇକ୍ କରିବାକୁ ଯେପରି ନ ଭୁଲନ୍ତି। ଆସନ୍ତୁ ଜାଣିବା ଭାଗ୍ୟଶାଳୀ ପୁରୁଷଙ୍କର ଲକ୍ଷଣ ବିଷୟରେ। ନମ୍ବର 1, ଚଉଡ଼ା ମଥା। ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷଙ୍କର ମଥା ଚଉଡ଼ା, ଅର୍ଥାତ୍ ଯାହାର ମଥା ଉପରେ 4 ଆଙ୍ଗୁଳି ଅତି ସହଜରେ ସମାନ ହୋଇପାରୁଥିବ, ତେବେ ଏମିତି ବ୍ୟକ୍ତିର ଭାଗ୍ୟ ପ୍ରବଳ ହୋଇଥାଏ। ଏମିତି ବ୍ୟକ୍ତିଙ୍କ ଭାଗ୍ୟ ସର୍ବଦା ତାଙ୍କର ସାଥ ଦେଇଥାଏ ଆଉ ନୂଆ କାର୍ଯ୍ୟରେ ତାଙ୍କୁ ଜଲ୍ଦି ସଫଳତା ମିଳିଥାଏ। ଯଦି ମଥା ଚଉଡ଼ା ହୋଇଥିବ ଏବଂ ସେଥିରେ କୌଣସି ପ୍ରକାରର ଚିହ୍ନ ଥିବ, ଯେପରି ପୋଡ଼ିଯାଇଥିବ, କଟିଯାଇଥିବ, ତେବେ ଏମିତି ପୁରୁଷଙ୍କୁ ସଫଳତା ପାଇଁ ବହୁତ କଠିନତାର ସାମ୍ନା କରିବାକୁ ପଡ଼ିଥାଏ, କିନ୍ତୁ ସର୍ବଶେଷରେ ତାଙ୍କୁ ସଫଳତା ମିଳିଯାଇଥାଏ। ନମ୍ବର 2, ଛାତି ଉପରେ ଅଧିକ ବାଳ। ଯେଉଁ ପୁରୁଷଙ୍କର ଛାତି ଉପରେ ଖୁବ୍ ଅଧିକ ସାରା ବାଳ ରହିଥାଏ, ତାଙ୍କୁ ଜୀବନରେ ଅଧିକ ସୁଖ ଏବଂ ଧନ ପ୍ରାପ୍ତି ହୋଇଥାଏ। ଏମିତି ବ୍ୟକ୍ତି ସ୍ୱଭାବରେ କାଫି ସନ୍ତୁଷ୍ଟ ହୋଇଥାନ୍ତି, ଭରସାଯୋଗ୍ୟ ମଧ୍ୟ ପୁରୁଷ ହୋଇଥାନ୍ତି। ଯେଉଁ ପୁରୁଷଙ୍କ ଶରୀରରୁ ଅତି ଦୁର୍ଗନ୍ଧ ଝାଳ ବାହାରୁଥାଏ, ସେହି ପୁରୁଷଙ୍କର ଜୀବନ ଅତି କଠିନତାରେ ସାମ୍ନା କରିବାକୁ ପଡ଼ିଥାଏ, କାରଣ ତାଙ୍କର ମଙ୍ଗଳ ଗ୍ରହ ସର୍ବଦା ଦୂଷିତ ହୋଇ ରହିଥାଏ। ଏମିତିରେ ଆମର ଶାସ୍ତ୍ରରେ କୁହାଯାଇଛି, ବ୍ୟକ୍ତିକୁ ସର୍ବଦା ସୁଗନ୍ଧିତ ତୈଳ ଲେପନ କରିବା ଉଚିତ ଏବଂ ସୁସ୍ଥ ରହିବା ମଧ୍ୟ ଦରକାର, ଯାହାଦ୍ୱାରା ତାଙ୍କର ବୃହସ୍ପତି ଗ୍ରହ ସବୁବେଳେ ଉଜ୍ଜ୍ୱଳ ରହିଥାଏ। ଏଥିପାଇଁ ଆପଣଙ୍କୁ ସବୁବେଳେ ଚନ୍ଦନର ଲେପନ କରିବା ଆବଶ୍ୟକ। ନମ୍ବର 3, ସ୍ୱରରେ ସ୍ପଷ୍ଟତା। ହଁ ସାଙ୍ଗମାନେ, ଯେଉଁ ପୁରୁଷଙ୍କର ସ୍ୱର ତେଜ ଏବଂ ସ୍ପଷ୍ଟ ବୁଝିପାରୁଥିବେ, ତେବେ ଏମିତି ବ୍ୟକ୍ତିଙ୍କର ସୂର୍ଯ୍ୟ ଗ୍ରହ ସର୍ବଦା ମଜବୁତ ରହିଥାଏ। ସେମାନେ ଚାକିରି, ବ୍ୟାପାର, ଜଲ୍ଦି ଧନ ସମ୍ପତ୍ତି ପ୍ରାପ୍ତ କରିଥାନ୍ତି। ସେମାନେ ଯେକୌଣସି କ୍ଷେତ୍ରରେ ନିଜର ଦମରେ ସଫଳତା ପାଇଥାନ୍ତି। ଏମାନଙ୍କର ମୁକାବିଲାରେ ଯେଉଁ ପୁରୁଷମାନେ ଧୀରେ କହିଥାନ୍ତି, ତାଙ୍କର ସ୍ୱର ପତଳା ହୋଇଥାଏ, ଯାହାର କଥା ବୁଝିବାରେ ଅସୁବିଧା ହୋଇଥାଏ, ତେବେ ଏମିତି ପୁରୁଷ ଜୀବନରେ ପଛରେ ରହିଯାଆନ୍ତି। ସେମାନଙ୍କୁ ସଫଳତା ପ୍ରାପ୍ତ କରିବାରେ ଅଧିକ ସମୟ ଲାଗିଥାଏ। ନମ୍ବର 4, ଆଖି କଳା, ବଡ଼ ଓ ଚମତ୍କାର। ଏମିତି ଦେଖାଯାଏ ଆମର ଆଖି ଆମର ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ। ଏଥିପାଇଁ କୁହାଯାଇଛି, ଆଖିରୁ ମନୁଷ୍ୟର ମନର ଭାଷା ପଢ଼ି ହୋଇଥାଏ। ଯଦି କୌଣସି ପୁରୁଷର ଆଖି ବଡ଼, କଳା, ସୁନ୍ଦର ହୋଇଥାଏ ଏବଂ ଭିତରୁ ଦବେଇକି ନଥିବ, ଆଖି ତଳକୁ କୌଣସି କଳାଦାଗ ନଥିବ, ଏମିତି ପୁରୁଷଙ୍କ ଉପରେ ସ୍ୱୟଂ ହରିଙ୍କର କୃପା ରହିଥାଏ। ତାଙ୍କର ଚନ୍ଦ୍ର ସବୁବେଳେ ଚମକୁଥାଏ। କେଉଁ ବ୍ୟକ୍ତି ଭାଗ୍ୟଶାଳୀ ନା ନୁହେଁ, ତେବେ ଆପଣ ତାଙ୍କ ପାଦରୁ ମଧ୍ୟ ଜାଣିପାରିବେ। ତେଣୁ ପୂର୍ବକାଳରେ ବଡ଼ ଲୋକମାନେ ବିବାହ ପୂର୍ବରୁ ପୁରୁଷ ଏବଂ ମହିଳାଙ୍କର ପାଦକୁ ଦେଖୁଥିଲେ। ଏହାଦ୍ୱାରା 2ଟି କଥା ଜଣାପଡ଼ୁଥିଲା। ଯଦି ବାମ ପାଦର ଦ୍ୱିତୀୟ ଆଙ୍ଗୁଳି ବୁଢ଼ା ଆଙ୍ଗୁଳିଠାରୁ ବଡ଼ ହୋଇଥିବ, ତେବେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ, ସହନଶୀଳ ଏବଂ କରୁଣାରେ ଭରପୁର ହୋଇଥିବେ। ଦ୍ୱିତୀୟ, ତାଙ୍କର ଚାଲିବାର ଢଙ୍ଗ। ଯଦି କୌଣସି ବ୍ୟକ୍ତି ଘୋଷାଡ଼ି ଘୋଷାଡ଼ି ଚାଲୁଥାଏ, ତେବେ ତାଙ୍କର ବ୍ୟକ୍ତିତ୍ୱ ଭରସାଯୋଗ୍ୟ ମନାଯାଇନଥାଏ। ଏଥିରୁ ଜଣାପଡ଼ିଥାଏ ଯେ କେଉଁ ବ୍ୟକ୍ତିର ଭାଗ୍ୟ ଏବଂ ବ୍ୟକ୍ତିତ୍ୱ କିପରି ହେବ। ଏହାଦ୍ୱାରା ବ୍ୟକ୍ତିର ସ୍ୱଭାବରୁ ମଧ୍ୟ ତାଙ୍କ ବିଷୟରେ ଜଣାପଡ଼ିଥାଏ। ଯେଉଁ ପୁରୁଷ କାହାର ପ୍ରଶଂସା ନ କରିଥାଏ, ଯାହା ମଧ୍ୟରେ ଅହଙ୍କାର ରହିନଥାଏ, ତେବେ ଏମିତି ପୁରୁଷଙ୍କ ଉପରେ ସୂର୍ଯ୍ୟଦେବ ସର୍ବଦା ପ୍ରସନ୍ନ ରହିଥାନ୍ତି। ଯେଉଁ ପୁରୁଷ ସ୍ତ୍ରୀମାନଙ୍କର ସମ୍ମାନ କରିଥାନ୍ତି, ସେମାନଙ୍କ ଉପରେ ଶନିଦେବ ସର୍ବଦା ପ୍ରସନ୍ନ କରିଥାନ୍ତି।
ଯେଉଁ ପୁରୁଷଙ୍କର ହସ ମନମୋହକ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ କୃପା କରିଥାନ୍ତି। ଯଦି ଏମିତି ଲକ୍ଷଣ କେଉଁ ପୁରୁଷଙ୍କ ଭିତରେ ରହିଥାଏ ତେବେ ତାଙ୍କୁ ଅବଶ୍ୟ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଯଦି ଆପଣଙ୍କ ଭିତରେ ଏମିତି କିଛି ଲକ୍ଷଣ ଅଛି ତେବେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ନିହାତି କରନ୍ତୁ ଏବଂ ସାଙ୍ଗମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କ ପାଖକୁ ସେୟାର କରନ୍ତୁ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯେପରି ଆଗାମୀ ଦିନମାନଙ୍କରେ ଆସୁଥିବା ଭିଡ଼ିଓ ଗୁଡ଼ିକ ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ।